ଖୁସିର ପସରା ମେଲିଛି ଗନାସିକା ମହୋତ୍ସବ। ଅପେକ୍ଷାର ଅନ୍ତ ଘଟିଛି ମେଳା ପ୍ରେମୀଙ୍କ। କେନ୍ଦୁଝର ଜିଲ୍ଲାର ଐତିହାସିକ ଗନାସିକା ମହୋତ୍ସବ ତାର ଖୁସିର ପସରା ମେଲି ସାରିଛି। ଝଟକୁଛି କେନ୍ଦୁଝର ସହରର ପବିତ୍ର ମାଟି। ଜନଗହଳିରେ ପରିପୂର୍ଣ୍ଣ ହୋଇ କେନ୍ଦୁଝର ସହରଟି ଭାରି ଭାରି ଲାଗୁଛି। ଅପେକ୍ଷା କରି ରହିଥିବା ମେଳା ପ୍ରେମୀଙ୍କ ଉତ୍ସାହ କହିଲେ ନ ସରେ। ବେଳ ଗଡ଼ିଗଲା ପରେ ତରତର ହୋଇ ସଜବାଜରେ ଲାଗି ପଡ଼ନ୍ତି ମେଳାପ୍ରେମୀ। ବର୍ଷକରେ ଥରେ ନିଜ ସହରରେ ପସରା ଖୋଲିଥିବା ଗନାସିକା ମହୋତ୍ସବକୁ କିଏ ବା ନ ଯିବ। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଗନାସିକା ମହୋତ୍ସବର ସ୍ୱାଦ ଉପଭୋଗ କରିବା ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି। କେନ୍ଦୁଝର ମାଟିର ଗର୍ବ ଓ ଗୌରବର ଶୋଭାବର୍ଦ୍ଧନ କରି ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଛି ଏହି ଗନାସିକା ଉତ୍ସବ। ଏ ବର୍ଷ କେନ୍ଦୁଝର ମାଟି ପାଇଁ ସ୍ୱତନ୍ତ୍ର ରହିଥିବା ବେଳେ କେନ୍ଦୁଝର ମାଟିର ପୁଅ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗନାସିକା ମହୋତ୍ସବକୁ ଶୁଭ ଉଦ୍ଘାଟନ କରିଛନ୍ତି। ଏବେ କେନ୍ଦୁଝର ସହରରେ ଜମୁଛି ଗନାସିକା ମହୋତ୍ସବର ସୁନେଲି ମନୋରମ ପରିବେଶ। ଗନାସିକା ମହୋତ୍ସବ ପଡ଼ିଆକୁ ପଶିଗଲେ ଜୀବନର ସବୁ ଦୁଃଖ ଉଭେଇ ଯାଇଥାଏ। ସତେ ଯେମିତି ଜଣାଯାଏ କେଉଁ ଏକ ରୂପାର ସହରରେ ଆଜି ପାଦ ପଡ଼ିଯାଇଛି। ଧାଡ଼ି ଧାଡ଼ି ହୋଇ ଦୋକାନମାନ ଖୋଲା ଯାଇଥିବା ବେଳେ ଦୋକାନଗୁଡ଼ିକର ଆକର୍ଷଣୀୟ ସାଜସଜ୍ଜା ଖୁବ୍ ଆକୃଷ୍ଟ କରିଥାଏ ମେଳା ପ୍ରେମୀଙ୍କୁ। ସୁନ୍ଦର ତୋରଣରେ ନିର୍ମିତ ହୋଇ ମେଳାର ଦ୍ୱାରଦେଶ ମେଳାପ୍ରେମୀଙ୍କୁ ଟାଣି ଆଣିବାରେ ସହାୟକ ହେଉଛି। ଯେଉଁ ମେଳା ପଡ଼ିଆଟି ଦିନେ ଧୂଳି ଧୂସରିତ ହୋଇ ଅଲୋଡ଼ା ଲାଗୁଥିଲା, ସେହି ପଡ଼ିଆ ଆଜି ରଙ୍ଗୀନ ପରିବେଶରେ ଝଟକୁଛି। ଯେଉଁ ପଡ଼ିଆରେ ଦିନେ ବୁଲା ପଶୁମାନଙ୍କ ଆଡ୍ଡାସ୍ଥଳୀ ହୋଇଥିଲା, ସେହି ପଡ଼ିଆରେ ଆଜି ଉଠିଛି ଜନସମୁଦ୍ରର ଜୁଆର। ହୃଦୟ ଖୋଲି ଆଜି ଗନାସିକା ମହୋତ୍ସବ ହାତଠାରି ଡାକୁଛି ତାହାରି ଛାତି ଉପରେ ଘଡ଼ିଏ ବୁଲିବା ପାଇଁ। ଏଇ ତ ଆରମ୍ଭ ଗନାସିକା ମହୋତ୍ସବ। ଆଗକୁ ଅନେକ ଦିନ ବାକି ରହିଥିବା ବେଳେ ଆଗକୁ ଜନସମୁଦ୍ରର ଭୂମିକମ୍ପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗନାସିକା ମହୋତ୍ସବରେ ଧୁମ୍ ମଚାଇବ ସାଂସ୍କୃତିକ କାର୍ଯ୍ୟକ୍ରମ। ସୁନାମଧନ୍ୟ କଣ୍ଠଶିଳ୍ପୀ ଦ୍ୱାରା କେନ୍ଦୁଝର ସହରରେ ସୃଷ୍ଟି ହେବ ସଙ୍ଗୀତର କମ୍ପନ। ଜାତୀୟ ସ୍ତରରୁ କଳାକାର ଆସି ନୃତ୍ୟର ଯାଦୁ ଦେଖାଇ କେନ୍ଦୁଝର ସହରରେ ସୃଷ୍ଟି କରିଦେବେ ନୃତ୍ୟ କଳାର ମହାପର୍ବ। ନାଚ ଗୀତର ମାହୋଲରେ ଉଛୁଳି ପଡ଼ିବ ଗନାସିକା ମହୋତ୍ସବର ଐତିହାସିକ ପର୍ବ। ଗନାସିକା ମହୋତ୍ସବରେ କେନ୍ଦୁଝର ସହର ଏକ ଭିନ୍ନ ରୂପରେ ପରିଚୟ ସୃଷ୍ଟି କରୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଳାପ୍ରେମୀଙ୍କୁ ମହକ ବାଣ୍ଟି ଚାଲିବ। ବଣ ପାହାଡ଼ ଘେରା ଉପାନ୍ତ ଇଲାକାର ଲୋକମାନେ ଏବେ କେନ୍ଦୁଝର ମୁହାଁ। ତାଙ୍କ ପ୍ରିୟ ମେଳା ଗନାସିକା ମହୋତ୍ସବ ଉପଭୋଗ କରିବା ପାଇଁ ଆଗ୍ରହ ସହକାରେ ଛୁଟି ଆସୁଛନ୍ତି। ଏବେ କେନ୍ଦୁଝର ମାଟି ଗର୍ବରେ ଫାଟି ଉଠୁଛି। କେନ୍ଦୁଝର ସଦରରୁ କ୍ଷେତ୍ରବାସୀ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।